ଜୟ ଜଗନ୍ନାଥ। ନବଗୁଞ୍ଜର କଥା ସାରଳା ମହାଭାରତରେ ଅତି ସୁନ୍ଦର ଭାବରେ ଆଦିକବି ଶାରଳା ଦାସ ଲେଖିଛନ୍ତି। ମୋ ମାଟିର ଯେ କି ଜଗତସିଂହପୁର ମାଟିର ଆଉ ଯେଉଁ ମାଟିରେ ସନ୍ଥଙ୍କର ଜନ୍ମ ହୋଇଥିଲା ଆଦିକବି ଶାରଳା ଦାସଙ୍କର, ଯିଏକି ବିଲଙ୍କା ରାମାୟଣ ମଧ୍ୟ ଲେଖିଛନ୍ତି ଓଡ଼ିଆରେ। ଯେତେବେଳେ ଅର୍ଜୁନ ସେ ବନବାସରେ ଥିଲେ ସେଇ ସମୟ ଭିତରେ ଯୋଉ ମହେନ୍ଦ୍ର ପର୍ବତ ଅଛି ସେଇଠି ସେ ଯାଇଥିଲେ ଆଉ ସେଠି ଦର୍ଶନ କରିଛନ୍ତି ଏ ନବଗୁଞ୍ଜର ବେଶକୁ। ଯେତେବେଳେ ଗାଣ୍ଡିବ ଉଠେଇଛନ୍ତି ବଧ କରିବା ପାଇଁ, ଏ ନବଗୁଞ୍ଜର କଣ ନା ଅତି ଅଦ୍ଭୁତ ନବ ପ୍ରକାରର ପଶୁ ପକ୍ଷୀଙ୍କର ସମାହାରରେ ଯେଉଁ ବେଶ ହୋଇଛି ତାହା ହେଉଛି ନବଗୁଞ୍ଜର ବେଶ। ଦେଖିବାକୁ ଗଲେ ଅର୍ଜୁନ ବଡ କ୍ରୋଧିତ ହୋଇଗଲେ, ଏଭଳି ଅଦ୍ଭୁତ ପଶୁ ମୁଁ ଏହାକୁ ହତ୍ୟା କରିଦେବି। ଯେତେବେଳେ ଗାଣ୍ଡିବ ଉଠେଇଛନ୍ତି ଏଇ ସମୟ ଭିତରେ ଇଏ ଭଗବାନ କୃଷ୍ଣଙ୍କର ଏକ ରୂପ ବୋଲି ଜଣା ପଡିଲା। କାହିଁକି ନା ଦେଖୁଛନ୍ତି ଅର୍ଜୁନ ଇଏ କି ଆଶ୍ଚର୍ଯ୍ୟ, ଯେ ଯାହାଙ୍କର ମୁଖ ହଉଛି ଗୋଟେ କୁକୁଡାର ମୁଖ, ତାପରେ ଗର୍ଦନ ହଉଛି ମୟୂରର, ବାମ ପଟ ହଉଛି ବାଘର, ଡାହାଣ ପଟ ହଉଛି ଘୋଡାର, ଲାଞ୍ଜ ଏପଟେ ଦେଖିବାକୁ ଗଲେ ଆପଣ ଦେଖିବେ ନବଗୁଞ୍ଜର ସମ୍ପୂର୍ଣ୍ଣ ରୂପେ ନବ ପ୍ରକାର ପଶୁ ପକ୍ଷୀଙ୍କର ବେଶକୁ ଆପଣ ଦେଖିପାରିବେ। ଆଉ ସେଇ ସମୟରେ ଅର୍ଜୁନ ହାତ ଯୋଡିଦେଲେ, କାହିଁକିନା ତା ଭିତରେ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିଛନ୍ତି। ତାପରେ ଯେତେବେଳେ ଭଗବାନ କି ଚକ୍ର ମଧ୍ୟ ଦର୍ଶନ କରିଛନ୍ତି, ଭଗବାନ ଯେତେବେଳେ ଅର୍ଜୁନ ଯେତେବେଳେ ଦେଖିଛନ୍ତି ଏ ଚକ୍ରକୁ ମଧ୍ୟ ଦର୍ଶନ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି, ସେତେବେଳେ ଆଶ୍ଚର୍ଯ୍ୟ ହେଇଗଲେ। ଏଇଠି ଭଗବାନ କାହିଁକି ନବକୁଞ୍ଜର ବେଶ ଧାରଣ କଲେ ତାର ମଧ୍ୟ କାରଣ ଅଛି। ଯେ ଭଗବାନ ଅର୍ଜୁନକୁ ଜଣେଇବା ପାଇଁ ଚାହୁଁଥିଲେ ମୁଁ ଏକ ହିଁ ସବୁ କିଛି, ତ ଅର୍ଥାତ ଯେତେ ପଶୁ ପକ୍ଷୀ ଜଗତରେ ଯାହା ଅଛି ତାହା ମୁଁ ହିଁ ଅଟେ, ସବୁ ଏକ ହିଁ ଅଟେ। ତେଣୁ ପରସ୍ପର ଭିତରେ ଭିନ୍ନତା ଦେଖିବା, ପଶୁ ପକ୍ଷୀକୁ ଅଲଗା ଭାବରେ ଦେଖିବା। ତେଣୁ ଏହା ଭିତରେ ଯୋଉ ଅର୍ଜୁନଙ୍କ ମନ ଭିତରେ ଯୋଉ ଭାବ ଥିଲା, ଛୋଟ ବଡର ଭାବ ଥିଲା, ନର ପଶୁ ଏମାନଙ୍କ ଭିତରେ ଯୋଉ ଅଲଗା ଭାବ ଥିଲା ତାହା ଏକତ୍ୱ କରିବା ପାଇଁ, ତେଣୁ ଏଇ ଭାବକୁ ଦେଖିବା ପାଇଁ ନବଗୁଞ୍ଜର ବେଶକୁ ଭଗବାନ ଅର୍ଜୁନକୁ ଦେଖେଇଥିଲେ। ତାପରେ ମଧ୍ୟ ଆପଣ ନୀଳଚକ୍ର ଜଗନ୍ନାଥଙ୍କର ନୀଳଚକ୍ରରେ ମଧ୍ୟ ଏ ନବଗୁଞ୍ଜର ବେଶକୁ ମଧ୍ୟ ଆପଣ ଦେଖିପାରିବେ, ନୀଳଚକ୍ରରେ ମଧ୍ୟ ଦର୍ଶନ କରିପାରିବେ। ଅର୍ଥାତ୍ ଜଗନ୍ନାଥ ସଂସ୍କୃତି ପଶୁ ପକ୍ଷୀର ମାନେ ଭଲ ପାଇବାକୁ ଏକତ୍ୱ କରିବା ପାଇଁ ଯୋଉ ଜଗନ୍ନାଥ ସଂସ୍କୃତି ସୃଷ୍ଟି ହେଇଛି। ଆପଣ ଦେଖିବେ ଜଗନ୍ନାଥଙ୍କ ପାଖରେ ଅରୁଣ ସ୍ତମ୍ଭ ରହିଛନ୍ତି, ଗରୁଡ ସ୍ତମ୍ଭ ରହିଛନ୍ତି। ଅରୁଣ ଗୋଟିଏ ପକ୍ଷୀ, ଗରୁଡ ଗୋଟିଏ ପକ୍ଷୀ, ଚାରି ଦ୍ୱାରେ ଚାରୋଟି ପଶୁ ରହିଛନ୍ତି। ଜଗନ୍ନାଥ ସଂସ୍କୃତି କହନ୍ତି ଜୀବରେ ଦୟା କର, ପଶୁ ପକ୍ଷୀକୁ ଭଲ ପା। ନବଗୁଞ୍ଜର ଅର୍ଥ ହଉଛି ପଶୁ ପକ୍ଷୀ ପ୍ରତି ଭଲ ପାଇବା। ଏହା ପଶୁ ପକ୍ଷୀ କେବଳ ଗୋଟେ ଜୀବ ନୁହନ୍ତି, ପଶୁ ନୁହନ୍ତି, ଇଏ ହଉଛନ୍ତି ଭଗବାନଙ୍କର ଅଂଶ। ସଚରାଚର ଜଗତ କେବଳ ଏକ ବ୍ରହ୍ମ ବୋଲି ଏହି ବିଚାରକୁ ଅର୍ଜୁନଙ୍କ ଭିତରେ ସ୍ଥାନ ଦେବା ପାଇଁ ଭଗବାନ ଏହି ନବଗୁଞ୍ଜର ବେଶକୁ ଦର୍ଶନ କରିଛନ୍ତି, ଯାହା ଶାଳା ମହାଭାରତରେ ଦେଖାଯାଇଛି। ତାପରେ ମଧ୍ୟ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ ମଧ୍ୟ ଲେଖିଛନ୍ତି ଯେ ଶେଷ ଅବସ୍ଥା ଭିତରେ ଭଗବାନଙ୍କର ଏହି ଅବତାର ସମ୍ପର୍କରେ କେହି ଜାଣିନାହାନ୍ତି, କିନ୍ତୁ ଯୋଉମାନେ ଭକ୍ତ ସେମାନେ ଶେଷକୁ ପ୍ରଭୁଙ୍କର ଏ ନବଗୁଞ୍ଜର ରୂପକୁ ଦର୍ଶନ କରିବେ। ଯୋଉମାନେ ମଧ୍ୟ ସକାଳୁ ଉଠି ଭଗବାନଙ୍କର ଏ ନବଗୁଞ୍ଜର ରୂପକୁ ପ୍ରଣାମ କରନ୍ତି, ମାନେ ସ୍ମରଣ କରନ୍ତି, ସେମାନଙ୍କର ଦିନଚର୍ଯ୍ୟା ଅତି ସୁନ୍ଦର ଭାବରେ ଯାଏ। ଆଉ ଶେଷ ପର୍ଯ୍ୟନ୍ତ ରାତିରେ ଶୋଇଲା ବେଳେ ଯୋଉମାନଙ୍କ ଦୁଃସ୍ୱପ୍ନ ଆସୁଛି, ଯୋଉମାନେ ଭୟଭୀତ ହଉଛନ୍ତି, ଗୋଟେ ଗୋଟେ ଛୁଆ ଚିଡ଼ଚିଡ଼ି ହଉଛନ୍ତି, ସେମାନଙ୍କ ଘରେ ନବଗୁଞ୍ଜର ଫଟୋ ଗୋଟିଏ ଯଦି ଆପଣ ଲଗେଇଦେବେ, ଆପଣ ସେ ପିଲାମାନଙ୍କୁ କହିବେ ବାବାରେ ନବଗୁଞ୍ଜରକୁ ସ୍ମରଣ କର, ସେମାନଙ୍କର ଦୁଃସ୍ୱପ୍ନ ମଧ୍ୟ ନାଶ ହେବ। ଏହା ମଧ୍ୟ ପ୍ରତୀକ୍ଷିତ ପରୀକ୍ଷା ହେଇଛି। ଆମେ ମଧ୍ୟ ଯାହାକୁ ମଧ୍ୟ ସଜେସନ ଦଉ ଯେ ଘରେ ଯଦି ଅଶାନ୍ତି ଚାଲି ରହିଛି, ଅର୍ଥାତ୍ ଆପଣ ଜୀବ ହତ୍ୟା କରନ୍ତୁ ନାହିଁ, ଘରେ ଗୋଟେ ନବଗୁଞ୍ଜର ଫଟୋଟିଏ ଲଗେଇ ଆପଣ ନିଶ୍ଚୟ ତାଙ୍କୁ ପ୍ରଣାମ କରନ୍ତୁ, ଯାହାଦ୍ୱାରା ଭଗବାନଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ରହିବ। ଇଏ ମଧ୍ୟ ଭଗବାନଙ୍କର ଏକ ଅବତାର। 10 ଅବତାର ଭିତରେ ଏ ଅବତାର ସ୍ଥାନ ନ ପାଇଲେ ମଧ୍ୟ ନବଗୁଞ୍ଜର ଅବତାର ଏକ ମଧ୍ୟ କୃଷ୍ଣଙ୍କ ଅବତାର। ନିଶ୍ଚିନ୍ତ ଭାବରେ ମୂଳ କଥା ହଉଛି ପକ୍ଷୀ ପ୍ରତି ମଣିଷଙ୍କର ହିଂସା ଭାବ ରହିଛି, ତାକୁ ପ୍ରେମ ଭାବରେ ବଦଳାଇବା ପାଇଁ ଯେ ପଶୁ ପକ୍ଷୀ ଭିତରେ ମୁଁ ଅଛି, ଏ କଥା ଜଗତ ଜାଣିବା ଦରକାର। ସେଥିପାଇଁ ଭଗବାନ ନବଗୁଞ୍ଜର ବେଶକୁ ଧାରଣ କରିଛନ୍ତି ଯେ ତୁମେ ପଶୁ ପକ୍ଷୀକୁ ହତ୍ୟା କର ନା, ପଶୁ ପକ୍ଷୀକୁ ବିନାଶ କର ନା, ଇଏ ପଶୁ ପକ୍ଷୀ ହଉଛି ମୁଁ, ଇଏ ମୋହରି ରୂପ। ଏଇ କଥାକୁ ଜଗତକୁ ଜଣେଇବା ପାଇଁ ପ୍ରଭୁଙ୍କର ନବଗୁଞ୍ଜର ବେଶ। ଯୋଉ ନବଗୁଞ୍ଜର ବେଶରେ ଯେଉଁମାନଙ୍କ ରୂପ ଦେଖିବାକୁ ମିଳେ ତାଠୁ ଜଗତ ଅନେକ କିଛି ଶିକ୍ଷା ପ୍ରାପ୍ତି କରେ। ନିଶ୍ଚିନ୍ତ ହାତୀ ଗୋଡ ବି ଅଛି। ତେଣୁ ନବଗୁଞ୍ଜରରେ ଯେତିକି ରୂପ ଆମେ ଦେଖୁ ପଶୁ ପକ୍ଷୀଙ୍କର, ତା ଦେହରୁ ସବୁ କିଛି ଶିଖିବାର ଆବଶ୍ୟକତା ଅଛି। ଯେମିତି ଆପଣ ମାନେ କୁକୁଡାର ରୂପ ମଧ୍ୟ ଦେଖିଛନ୍ତି, ଅର୍ଥାତ୍ ତା ଦେହରୁ ଆପଣ କଣ ଶିଖିବେ ଯେ ଯେ ପ୍ରାତ ମୁହୂର୍ତ୍ତରୁ ଉଠିବା, ଚଳଚଞ୍ଚଳ ହେବା, ଏହା ହଉଛି ଶିକ୍ଷା ଦିଏ। ମୟୂର ଠାରୁ ଶିଖିବେ, ଜଗତରେ ସବୁଠୁ ସୌନ୍ଦର୍ଯ୍ୟ ତାରି ଭିତରେ ଭରି ରହିଛି। ତା ସହିତ ଆପଣ ହାତୀକୁ ଦେଖିବେ, ତାପରେ ଆପଣ ଦେଖିବେ ଜଗତ ଦେଖନ୍ତୁ ଯେତେ ବଡ ହଉ, ହାତୀର ଶରୀର ସବୁଠୁ ବଡ, ଆଉ ତାପରେ ଆପଣଙ୍କର ଆଖି ଦେଇଛନ୍ତି ଛୋଟିଆ। ଜଗତ ଭିତରେ ମଣିଷ ଯେତେ ଉପରକୁ ଗଲେ ମଧ୍ୟ ତେଣୁ ଯଦି ଛୋଟ ଚିନ୍ତାଧାରା ରହେ ତେଣୁ ସିଏ ନିଶ୍ଚିନ୍ତ ତଳକୁ ପଳେଇଯାଏ। ତାପରେ ବ୍ୟାଘ୍ର, ମଣିଷ, ତାପରେ ଅଶ୍ୱ, ଏଗୁଡିକ ଶିଖିବାର ବହୁତ କଥା
କିଛି ନବଗୁଞ୍ଜର ଭିତରେ ରହେ। ତେଣୁ ଆପଣ ମାନେ ସମସ୍ତେ ଜାଣିବା ଆବଶ୍ୟକ ଭଗବାନ କୃଷ୍ଣ ହଉଛି ସାକ୍ଷାତ ଅର୍ଜୁନକୁ ଏଇ କଥା ଜଣେଇବା ଭିତରେ ଚାହିଁଲେ ଯୋଉ ନବଗୁଞ୍ଜ ରୂପକୁ ପ୍ରଭୁ ଧାରଣ କରିଛନ୍ତି ତା ଦେହରୁ ସେଇ ପଶୁପକ୍ଷୀଙ୍କ ଦ୍ଵାରା ଅନେକ ଶିକ୍ଷା ଜଗତକୁ ମିଳେ। ତେଣୁ ସେଇ ପଶୁପକ୍ଷୀକୁ ଭଲ ପାଇବା ଦରକାର, ତାଙ୍କୁ ରୁଗ୍ଣ ମାନସିକତାରେ ହତ୍ୟା କରନା, ବିନାଶ କରନା। ବହୁତ ଖୁସି ଲାଗିଲା ଯେ ଆମ ଶାଳା ମହାଭାରତର ଯୋଉ ନବଗୁଞ୍ଜର ବେଶ କଥା ଦିଆଯାଇଛି ତା ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଏହି ଯୋଉ ରୂପକୁ ବା ଏଇ ମୂର୍ତ୍ତିକୁ ସ୍ଥାପନ କରିବା ଦ୍ଵାରା ମନ ଭିତରେ ଭକ୍ତି ଭାବ ଜାଗ୍ରତ ହେବ। ଭଗବାନ ଏହି ରୂପକୁ ଧାରଣ କରିଥିଲେ ବୋଲି ଜଗତ ଜାଣିବ। ନବଗୁଞ୍ଜର କଣ ଅନେକ ଲୋକ ଜାଣନ୍ତି ନାହିଁ। ଏ ମୂର୍ତ୍ତିକୁ ଦେଖି ମଧ୍ୟ ଲୋକମାନଙ୍କ ଭିତରେ ସେଇ ତା ଭିତର ସମସ୍ତ ଘଟଣା ମଧ୍ୟ ଲୋକ ଜାଣିପାରିବେ। ତା ସହିତ ମଧ୍ୟ ଆଉ ଗୋଟେ କଥା ମଣିଷ ଆସିବ କିଛି ଭକ୍ତି ଭାବ ବଢେଇବା ପାଇଁ ଯେତେବେଳେ ଆପଣ ଜଗନ୍ନାଥଙ୍କ ପାଖକୁ ଯାଆନ୍ତି ପ୍ରବେଶ ଦ୍ୱାରରେ ଆପଣ ନବଗୁଞ୍ଜରକୁ ଦେଖିଲା ପରେ ଜଗନ୍ନାଥଙ୍କ ପ୍ରତି ଯୋଉ ରହିଛି ଆପଣଙ୍କ ପଶୁ ପକ୍ଷୀ ପ୍ରତି ଭଲ ପାଇବା, ଜୀବ ହତ୍ୟା ଆମେ କରୁଛେ ତା ପ୍ରତି ଯୋଉ ଅନ୍ୟାୟ କରୁଛେ, ତେଣୁ ନବଗୁଞ୍ଜରକୁ ଦେଖି ସାରିବା ପରେ ନିଶ୍ଚିନ୍ତ ମନ ଭିତରେ ଗୋଟେ ଭକ୍ତି ଭାବ ଜାଗ୍ରତ ହବ, ଯାହା ପ୍ରବେଶ ଦ୍ୱାରରେ ଜଗନ୍ନାଥ ସଡ଼କର ଆରମ୍ଭରେ ଏଇ କଥାକୁ କରାଯାଇଛି। ବହୁତ ଖୁସି ଲାଗୁଛି ଦେଖି ମଧ୍ୟ ଆମେ ଆନନ୍ଦ ହଉଛୁ ଯେ ଶାଳ ମହାଭାରତର କଥା ଆଦିକବି ଶାଳ ଦାସଙ୍କୁ ଏ ଜାତି ପୁଣି ଥରେ ମନେ ପକେଇଛି ନବଗୁଞ୍ଜର ବେଶ ଦ୍ୱାରା।